ଧନ ଲୋଭ ବିଷୟରେ ପ୍ରଭୁଙ୍କର ବାକ୍ୟ ପ୍ରଥମ ତିମୋଥୀ 6 ପର୍ବ ତାର 6 ପଦରୁ 10 ପଦ ପର୍ଯ୍ୟନ୍ତ। ଈଶ୍ୱର ପରାୟଣତା ସନ୍ତୋଷ ଭାବଯୁକ୍ତ ହେଲେ ପ୍ରକୃତରେ ବିଶେଷ ଲାଭଜନକ, କାରଣ ଆମମାନେ ଜଗତକୁ କିଛି ଆଣିନାହୁଁ, ପୁଣି ଏଠାରୁ କିଛି ଘେନିଯାଇ ନ ପାରୁ। ଏଣୁ ଅନବସ୍ତ୍ର ଥିଲେ ଆମମାନଙ୍କ ନିମନ୍ତେ ଯଥେଷ୍ଟ। ମାତ୍ର ଯେଉଁମାନେ ଧନୀ ହେବାକୁ ଇଚ୍ଛା କରନ୍ତି ସେମାନେ ପରୀକ୍ଷା ଓ ଫାନ୍ଦରେ ପୁଣି ଅନେକ ପ୍ରକାର ଅସଙ୍ଗତ ଓ କ୍ଷତିଜନକ ଅଭିଳାଷରେ ପଡ଼ନ୍ତି। ଏହିସବୁ ମନୁଷ୍ୟକୁ ଧ୍ୱଂସ ଓ ବିନାଶ ରୂପ ସାଗରରେ ମଗ୍ନ କରେ। କାରଣ ଧନଲୋଭ ସମସ୍ତ ଅନିଷ୍ଟର ମୂଳ। କେହି କେହି ସେଥିରେ ଆସକ୍ତ ହୋଇ ବିଶ୍ୱାସ ତ୍ୟାଗ କରି ପଥଭ୍ରଷ୍ଟ ହୋଇଅଛନ୍ତି, ପୁଣି ବହୁ ଦୁଃଖରେ ଆପଣା ଆପଣା ହୃଦୟ ବିଦୀର୍ଣ୍ଣ କରିଅଛନ୍ତି। ଆମେନ୍।